ମୁଁ ମୋର ଏଇ ଗୁଣ ଲାଗି କେତେ ଗାଳି ନ ଶୁଣିଛି। ହେଲେ ଆଜି ସେଇ କର୍ମ ଯୋଗୁଁ ମୋତେ ଆଜି ନୂଆ ଜୀବନ ମିଳିଛି। ମୁଁ ସରିତା, ସୁନ୍ଦର ସରଳ ଝିଅଟିଏ। ମୋ ବାପା ଜଣେ ବିଜନେସମ୍ୟାନ୍। ଆମେ ଦୁଇ ଭାଇ ଭଉଣୀ। ଆମ ପରିବାର ସବୁବେଳେ ହସ ଖୁସିରେ ଚାଲେ। ଛୋଟବେଳୁ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଭଲ ପାଏ। ଯଦି ବାଟରେ କେଉଁଠି ଭିକାରୀ ବସିଥିବ, ମୁଁ ନ ଖାଇ ତାକୁ ମୁଁ ମୋର ସ୍କୁଲ ଟିଫିନ୍ ଦେଇଦିଏ। ତ କେତେବେଳେ କାହାକୁ ଟଙ୍କା ଦରକାର ଥିଲେ ବାପାଙ୍କ ପକେଟରୁ ଲୁଚାଇ ନେଇ ଦେଇଥାଏ। ଥରେ ଗୋଟେ ଭିକାରୀ ତା ଝିଅକୁ ଧରି ଆମ ଘର ବାହାରେ ଭିକ ମାଗୁଥିଲେ। ମୁଁ ତାଙ୍କୁ କିଛି ଚାଉଳ ଦେଇଥିଲି। ସେ କହିଲେ, ଝିଅ, ମୋ ଝିଅ 2 ଦିନ ହେଲା କିଛି ଖାଇନି। କିଛି ଟଙ୍କା ଦେଲେ ମୁଁ ତାକୁ ଖୁଆଇ ଦିଅନ୍ତି। ମୁଁ ବାପାଙ୍କ ପକେଟରୁ ପୁଳାଏ ଟଙ୍କା ନେଇ ଦେଇଥିଲି। ମା ଦେଖି ବହୁତ ଗାଳି କଲେ। କହିଲେ, ଏମିତି କରିବା ଦ୍ୱାରା ସେମାନେ ତାଙ୍କ କାମ କରିବେନି। ଅଳସୁଆ ହୋଇ ଅନ୍ୟମାନଙ୍କ ଉପରେ ନିର୍ଭର କରିବେ। ବାପାଙ୍କ ପକେଟରୁ ଟଙ୍କା ନେଲି ବୋଲି ବହୁତ ଗାଳି କଲେ। କିନ୍ତୁ ବାପା କହିଲେ, ଭଗବାନ ତ ଆମକୁ ଏତେ ଧନ ଦେଇଛନ୍ତି, ସେ ଯଦି ବାଣ୍ଟିବାକୁ ଚାହୁଁଛି ବାଣ୍ଟୁ। ମା କହିଲେ, ନ କହି ପକେଟରୁ ଟଙ୍କା ନେବା କ'ଣ ଭଲ ଗୁଣ? ଝିଅକୁ ପାଟି କରିବା ବଦଳରେ ତାକୁ ସାହସ ଦେଉଛ, କହି ରାଗିଗଲେ। କୁହନ୍ତି, ଖୁସିର ସମୟ ବେଶୀ ସମୟ ରୁହେ ନାହିଁ। ମୁଁ 10ମ ଶ୍ରେଣୀରେ ପଢ଼ିଲା ବେଳେ ମା ଚାଲିଗଲେ। ଆମ ଭାଇ ଭଉଣୀଙ୍କୁ ଚଳାଇବା ପାଇଁ ବାପା ଦ୍ୱିତୀୟ ବିବାହ କଲେ। ହେଲେ ସେ ସାବତ ମା ବାପାଙ୍କ ଆଗରେ ଦେଖାନ୍ତି ଆମକୁ ଭାରି ଭଲ ପାଆନ୍ତି। ହେଲେ ଆମ ଭାଇ ଭଉଣୀଙ୍କୁ ଘରର ସବୁ କାମ କରାନ୍ତି। ଯଦି ତାଙ୍କ କାମରେ କେବେ ଭୁଲ ହୋଇଯାଏ ଆମକୁ ମାରନ୍ତି ମଧ୍ୟ। ମୁଁ ସକାଳୁ ସକାଳୁ କାମ ସାରି ପଢ଼ିବାକୁ ଯାଇଥାଏ। ବାକି କାମ ଆସିଲା ପରେ କରିଥାଏ। ମୋ ଭାଇ ଛୋଟ ଥିବାରୁ ତା କାମ ବି ମୋତେ କରିବାକୁ ପଡ଼ିଥାଏ। ବାପା ତାଙ୍କ କାମରେ କେତେ ଦିନ ପର୍ଯ୍ୟନ୍ତ ବାହାରେ ରୁହନ୍ତି। ଏମିତି ଦୁଃଖେ ସୁଖେ 4 ବର୍ଷ କଟିଗଲା। ଥରେ ବାପା ଅଚାନକ ଘରକୁ ଆସିଥିଲେ। ସେତେବେଳକୁ ମୁଁ ଘର ପୋଛା ମାରୁଥିଲି, ଆଉ ମୋ ସାନ ଭାଇ ସୋଫା ସଫା କରୁଥିଲା। ସାବତ ମା ବସି କଫି ପିଉଥିଲେ। ଏମିତି ଦୃଶ୍ୟ ଦେଖି ବାପା ରାଗି ଯାଇଥିଲେ। ସାବତ ମାଆକୁ ବହୁତ ଗାଳି କରିଥିଲେ। ସେଦିନ ସାବତ ମା କବାଟ ଦେଇ କାନ୍ଦି କାନ୍ଦି ଶୋଇପଡ଼ିଥିଲେ। ଖାଦ୍ୟ ବି ଖାଇନଥିଲେ। କିଛି ଦିନ ପରେ ସିଡ଼ିରୁ ବାପାଙ୍କ ଗୋଡ଼ ଖସିଗଲା। ସେ ଉପର ମହଲାରୁ ତଳ ମହଲାକୁ ଗଡ଼ି ଗଡ଼ି ଏମିତି ପଡ଼ିଥିଲେ ଯେ ତାଙ୍କୁ ପାରାଲାଇଜ୍ ହୋଇଗଲା। ସେ ସବୁଦିନ ପାଇଁ ହୁଇଲ୍ ଚେୟାରର ସାହାରା ନେଲେ। ସେ ଚାଲିପାରୁନଥିଲେ କି କାହାକୁ କିଛି କହିପାରୁନଥିଲେ। ହେଲେ ଏ ଆକ୍ସିଡେଣ୍ଟ ହେବା ପୂର୍ବରୁ ମୋ ବାପା ଭାଇକୁ ଆମେରିକାରେ ପଢ଼ାଇବା ପାଇଁ ସବୁ ବନ୍ଦୋବସ୍ତ କରିଦେଇଥିଲେ। ଭାଇ ପଢ଼ିବା ପାଇଁ ଆମେରିକା ପଳାଇଲା। ଘରେ ମୁଁ ରହି ସାବତ ମାଙ୍କ ରାଗର ଶିକାର ହୋଇଥିଲି। କିଛି ଦିନ ପରେ ସେ ମୋର ବାହାଘର ଏକ ଗରିବ ଘରେ କରିଦେଇଥିଲେ। ମୋ ବାପାଙ୍କର ଏତେ ଧନ ଥିବା ସତ୍ତ୍ୱେ ମୋତେ ଯୌତୁକ କିଛି ଦେଇନଥିଲେ। ମୋ ଶାଶୁଘର ଲୋକ ବହୁତ ଲୋଭୀ ଥିଲେ। ମୋ ଶାଶୁ ବାହାଘର ଦିନଠାରୁ ମୋତେ ଲାଞ୍ଛନା ଦେଉଥିଲେ। କହୁଥିଲେ, ମୁଁ ଭାବୁଥିଲି ଧନୀ ଘରୁ ଝିଅ ଆଣିଲେ ସେ ସାଙ୍ଗରେ ବହୁତ ସୁନ୍ଦର ସୁନ୍ଦର ଜିନିଷ ଓ ବହୁତ ସାରା ଟଙ୍କା ଆଣିବ। ଆମ ଗରିବୀ ଦୂର ହୋଇଯିବ। ହେଲେ ଏମାନେ ତ ମୋତେ ଠକିଦେଲେ। ମୋ ସ୍ୱାମୀ ମୋ ସୁନ୍ଦରତାର ପ୍ରଶଂସା କରୁଥିଲା। ମୋତେ ଭଲ ପାଉଥିଲା। ମୁଁ ତାଙ୍କ ଘରର ସବୁ କାମ ଏକା କରୁଥିଲି। ଦିନେ ଶାଶୁ ରାଗି କରି କହିଲେ, ଯା, ତୋ ବୋପା ଘରୁ ଟଙ୍କା ଆଣିକି ଆସିବୁ। ମୋ ପୁଅ କ'ଣ ଏମିତି ସବୁବେଳେ ଅନ୍ୟର ମଜୁରୀ କରୁଥିବ? ତୁ ଟଙ୍କା ଆଣିଲେ ସେ ବେପାର କରିବ। ମୁଁ କହିଲି, ମୋ ବାପାଙ୍କ ଦେହ ଭଲ ନାହିଁ। ସେ କିଛି କହିପାରୁନାହାନ୍ତି କି କରିପାରୁନାହାନ୍ତି। ଆଉ ସାବତ ମା ମୋତେ ଜମାରୁ ଟଙ୍କା ଦେବେନି। ସେ କହିଲେ, ତୁ ସାବତ ମା ଠକ। ମୋତେ କହିଲା ଆମ ଝିଅକୁ ଆମେ ବହୁତ ଜିନିଷ ଓ ଟଙ୍କା ଦେବୁ। ହେଲେ ଆମକୁ ଠକିଦେଲା। ତୁ ଯା, ଏବେ ତାଠାରୁ ଟଙ୍କା ଆଣିକି ଆସିବୁ। ନହେଲେ ଏଠିକି ଆସିବୁନି। ମୁଁ କହିଲି, ତମେ ଏମିତି କ'ଣ କହୁଛ? ମୁଁ ଆଜି ତୁମ ପୁଅକୁ କହିବି। ସେ କହିଲେ, ଯା, କାହାକୁ କହିବୁ କହ, କିନ୍ତୁ ମୋତେ ଟଙ୍କା ଦରକାର। ସେଦିନ ମୋ ସ୍ୱାମୀ ଆସିବା ପରେ ମୁଁ ତାଙ୍କୁ ଏକଥା କହିଥିଲି। ସ୍ୱାମୀ କହିଲେ, ମା କ'ଣ ଭୁଲ କଥା କହୁଛନ୍ତି? ମୁଁ ବେପାର କଲେ କ'ଣ ତୁମେ ଭଲରେ ରହିବନି? କେହି ମୋ କଥାକୁ ବୁଝୁନଥିଲେ। ମୁଁ ଥରେ ସାହସ କରି ମୋ ସାବତ ମା ପାଖକୁ ଟଙ୍କା ମାଗିବାକୁ ଯାଇଥିଲି। ସେ ମୋତେ ଠେଲି ଠେଲି ବାହାରକୁ ବାହାର କରିଦେଲେ। ତାପରେ ମୁଁ ମୋ ଶାଶୁଘରକୁ ପଳାଇ ଆସିଥିଲି। ତା ପରଠାରୁ ଶାଶୁ ମୋତେ ବହୁତ କାମ କରାଉଥିଲେ। ଦେଖେଇ ଶିଖେଇ କହୁଥିଲେ। ସାହି ପଡ଼ିଶାଙ୍କ ଆଗରେ ମୋ ନାଁରେ ଗପୁଥିଲେ।
ଇଏ ଖାଲି ନାଁକୁ ଧନୀ ଘର ଝିଅ, ହେଲେ ଆ ବାପା ତାକୁ କାଣି କଉଡ଼ିଟେ ବି ଦେଇନି। ଏମିତି ମୋର ଦିନ କଟୁଥିଲା। ଦିନେ ମୋ ଶାଶୁର ସାଙ୍ଗର ଝିଅ ଦୀପା ଆମ ଘରକୁ ବୁଲିବାକୁ ଆସିଥିଲା। ସେ ଏକ ସରକାରୀ ସ୍କୁଲରେ ଟିଚର ଥିଲା। ମୋ ସ୍ୱାମୀଙ୍କୁ ସେ ଆଗରୁ ଭଲ ପାଉଥିଲା। ଆମ ଘରଠାରୁ ଅଧିକ ଧନ୍ୟ ପାଇବା ଆଶାରେ ମୋ ଶାଶୁ ତାଙ୍କ ପୁଅ ସହିତ ମୋ ବାହାଘର କରାଇ ଦେଇଥିଲେ। ମୁଁ ଚା ନେଇ ଗଲାବେଳକୁ ଦୀପା ମୋ ଶାଶୁକୁ କହୁଥିଲା, ଆଣ୍ଟି, ମୁଁ ଏବେ ବି ରାଜୀବକୁ ବାହା ହେବାକୁ ରାଜି ଅଛି। ରାଜୀବ ମୋ ସ୍ୱାମୀ, ହେଲେ ତମେ ତା ସ୍ତ୍ରୀକୁ ଏ ଘରୁ ବାହାର କରିଦିଅ। ଏକଥା ଶୁଣି ମୋ ହାତରୁ ଚା କପ୍ ତଳେ ପଡ଼ିଗଲା। ମୁଁ ସେମିତି ଷ୍ଟାଚୁ ହୋଇ ଛିଡ଼ା ହୋଇଥାଏ। ଦୀପା ଓ ମୋ ଶାଶୁ ସେଠାରୁ ଉଠି ପଳାଇଲେ। କେତେ ସମୟ ପରେ ମୋ ହୋସ୍ ଆସିଲା। ମୁଁ ଚଞ୍ଚଳ ହେଲି। ସେଦିନ ମୋ ସ୍ୱାମୀ ଆସିବା ମାତ୍ରେ ମୁଁ ତାଙ୍କୁ ଦୀପା ଓ ମୋ ଶାଶୁଙ୍କ ବିଷୟରେ କହିଥିଲି। ହେଲେ ସେ କିଛି ନ କହି ସେଠାରୁ ପଳାଇଲେ। ଏବେ ବୋଧହୁଏ ତାଙ୍କର ମୋଠାରୁ ମନ ଭରି ଯାଇଥିଲା। ସେ ମଧ୍ୟ ଦୀପାକୁ ବିବାହ କରିବାକୁ ଚାହୁଁଥିଲେ। ଦିନେ ମୋ ଶାଶୁ ନିଜେ ଖାଇବା ତିଆରି କରି ମୋତେ ଖାଇବା ପାଇଁ ବାଧ୍ୟ କରିଥିଲେ। ମୁଁ ଜାଣିପାରିଥିଲି ସେ ଏ ଖାଦ୍ୟରେ କିଛି ମିଶାଇଥିଲେ, ହେଲେ ମୁଁ କିଛି ନ କହି ସେ ଖାଦ୍ୟ ଖାଇଥିଲି। ମୋର ଆଉ ବଞ୍ଚିବାର ଇଚ୍ଛା ନଥିଲା। ତାପରେ ମୁଁ ନିଜକୁ ମେଡ଼ିକାଲରେ ପାଇଥିଲି। ସେ ଡକ୍ଟର ମୋତେ ବଞ୍ଚାଇ ଦେଇଥିଲେ। ମୋର ବହୁତ ସେବା କରୁଥିଲେ। ନିଜେ ରାତି ରାତି ମୋ ପାଖରେ ବସି ମୋର ଯତ୍ନ ନେଉଥିଲେ। ମୁଁ ଟିକେ ଭଲ ହେଲା ପରେ ତାଙ୍କୁ କହିଥିଲି, ମୁଁ ବଞ୍ଚିବାକୁ ଚାହୁଁନାହିଁ। ମୋତେ କ'ଣ ପାଇଁ ବଞ୍ଚାଇଲ? ସେ କହିଲେ, ତମ ଘର ଲୋକ ତ ତୁମକୁ ମାରିବା ପାଇଁ ମୋତେ ଟଙ୍କା ଯାଚୁଥିଲେ। ସେ କେବଳ ଲୋକଙ୍କୁ ଦେଖାଇବା ପାଇଁ ତୁମକୁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ସେଥିପାଇଁ ମୁଁ ସେମାନଙ୍କୁ ଜେଲକୁ ପଠାଇ ଦେଇଛି। ମୁଁ କହିଲି, ମୋ ନିଜ ଲୋକମାନେ ଯେତେବେଳେ ମୋତେ ମାରିଦେବାକୁ ଚାହୁଁଛନ୍ତି, ତମେ ମୋର କିଛି ନ ହୋଇ କାହିଁକି ମୋ ଉପରେ ଦୟା ଦେଖାଉଛ? ଡକ୍ଟର କହିଲେ, ଏ ଦୁନିଆରେ ଏମିତି କେହି କିଛି କରନ୍ତିନି। ମୁଁ ସେଇ ଭିକାରୀ ଝିଅ ଯାହାକୁ ତମେ ଟଙ୍କା ଦେଇଥିଲ। ସେହି ଟଙ୍କାରେ ବାପା ପରିବା ଆଣି ବେପାର କରୁଥିଲେ। ବେପାର ଭଲ ଚାଲିଲା। ତାପରେ ଆମେ ଛୋଟ ଘର କରି ରହିଥିଲୁ। ଆଉ ମୋତେ ଭଲ ସ୍କୁଲରେ ପଢ଼ାଇଥିଲେ। କହିଥିଲେ, ତୁ ଯେତେ ବଡ଼ ହେଲେ ବି ସେ ଛୋଟ ଝିଅକୁ କେବେ ଭୁଲିବୁନି। ତୁମରି ପାଇଁ ଆମେ ସମାଜରେ ସମ୍ମାନର ସହ ବଞ୍ଚିଛୁ। ମୁଁ କହିଲି, ତୁମେ ମୋତେ ଏବେ ଚିହ୍ନିଲ କିପରି? ସେ କହିଲେ, ମୁଁ ଯେଉଁଦିନ ମେଡ଼ିକାଲ ପାଇଥିଲି, ବାପା ପ୍ରଥମେ ତୁମର ଆଶୀର୍ବାଦ ନେବା ପାଇଁ ତୁମ ଘରକୁ ମୋତେ ନେଇକରି ଯାଇଥିଲେ। ହେଲେ ସେଦିନ ତୁମେ ଶାଶୁଘରକୁ ଯିବା ପାଇଁ ଗାଡ଼ିରେ ବସୁଥିଲ। ସେଠାରେ ହିଁ ମୁଁ ତୁମକୁ ଦେଖିଥିଲି। ମୋ ବାପା ସେଦିନ ତୁମକୁ ବହୁତ ଆଶୀର୍ବାଦ ଦେଇଥିଲେ। ସେହିଦିନ ହିଁ ଏକ କାର ଆକ୍ସିଡେଣ୍ଟରେ ଏତିକି କହି ତାଙ୍କ ଆଖି ଜକେଇ ଆସିଲା। ମୁଁ ତାଙ୍କ କାନ୍ଧ ଉପରେ ହାତ ରଖି ତାଙ୍କୁ ଆଶ୍ୱାସନା ଦେଇଥିଲି। ସେ କହିଲେ, ମୋ ବାପା ମୋତେ ଏକା କରି ଚାଲିଗଲେ। ସେ ମୋତେ ତାଙ୍କ ସହିତ ତାଙ୍କ ଘରକୁ ନେଇଯାଇଥିଲେ। କିଛି ଦିନ ପରେ ମୋ ଭାଇ ମୋତେ ଖୋଜି ଖୋଜି ମୋ ପାଖରେ ପହଞ୍ଚିଲା। ମୋ ଠାରୁ ସବୁ ଶୁଣି ସାରିଲା ପରେ ମୋତେ ଆମ ଘରକୁ ନେଇ ଆସିଲା। ମୋ ସାବତ ମାଆକୁ ଘରୁ ବାହାର କରିଦେଇଥିଲା। ତାପରେ ମୋ ଭାଇର ବାହାଘର ମୁଁ ସେହି ଡକ୍ଟର ସହିତ କରାଇଦେଲି। ତାପରେ ଆମେ ସମସ୍ତେ ଖୁସିରେ ରହିଲୁ।